ହାଲେଲୁୟା। ତେବେ ଆମେ ପ୍ରଭୁଙ୍କୁ କଣ ଦେବା? ବିଶେଷ ଭାବରେ ଆମେ ଗୋଟେ ବିଷୟ ଆମେ ଶିଖିବା ଆଉ ଜାଣିବା, ପ୍ରଭୁଙ୍କୁ ଆମେ କଣ ଦେବା। ଯଦି ଆମେ ପ୍ରଭୁଙ୍କୁ ଦେବା ପାଇଁ ଆମମାନଙ୍କ ନିକଟରେ କିଛି ବୋଲିକରି ଯଦି ଅଛି, ତାହେଲେ ଆମେ ସେ ସବୁ ବିଷୟ ପ୍ରଭୁଙ୍କୁ ଅର୍ପଣ କରିବା, ପ୍ରଭୁଙ୍କ ଠାରେ ସମର୍ପିତ କରିବା। ତେବେ ଆମେ ଅନେକ ଲୋକ ମନ ମଧ୍ୟରେ ପ୍ରଶ୍ନ ଉଠେ ଯେ ପ୍ରଭୁ ମତେ ଦେଇଛନ୍ତି, ଆଉ ମୁଁ ପ୍ରଭୁଙ୍କୁ କଣ ଦେଇପାରେ? ତେବେ ଆମେ ଗୋଟେ ଜିନିଷ ବିଶ୍ୱାସ କରିବା ଦରକାର, ଯାହା କିଛି ଆମର ଅଛି ତାହା ସମସ୍ତ ବିଷୟ ପ୍ରଭୁଙ୍କ ଅନୁଗ୍ରହର ଦାନ ଅଟେ। ଏଇ ଶରୀର ମଧ୍ୟରେ ଯେତେବେଳେ ପର୍ଯ୍ୟନ୍ତ ଜୀବନ ଅଛି, ଶ୍ୱାସ ବାୟୁ ଚାଲିଛି, ତେବେ ଏଇଟା ମଧ୍ୟ ଗୋଟେ ପରମେଶ୍ୱରଙ୍କର ଅନୁଗ୍ରହର ଦାନ। ତା ସହିତ ଆମମାନଙ୍କ ନିକଟରେ ଯାହା କିଛି ଧନ ସମ୍ପତ୍ତି, ଜମି ବାଡି, ଘର, ତାପରେ ଆମେ ଗାଡି ଘୋଡା ଇତ୍ୟାଦି ମଧ୍ୟ ଆମେ ପାଇଛୁ, ଆଉ ତାହା ପ୍ରଭୁଙ୍କର ମଙ୍ଗଳ ଦାନ ସକାଶ ଆମେ ପାଇଅଛୁ। ତେବେ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ମାଥ୍ୟୁ 25 ତାର 29 ପଦର ଗୋଟେ ବିଷୟ ଲେଖାଯାଏ। ମାଥ୍ୟୁ 25 ତାର 29 ପଦରେ ଲେଖାଯାଏ, ଗୋଟେ ବିଷୟ ଲେଖାଯାଏ, କାରଣ ଯେକୌଣସି ଲୋକର ଅଛି ତାହାକୁ ଦିଆଯିବ, ଆଉ ତାହାର ପ୍ରଚୁର ହେବ, କିନ୍ତୁ ଯାହାର ନାହିଁ ତା ପାଖରେ ଯାହା ଅଛି ତାହା ତାଠାରୁ ନିଆଯିବ। ଏହା ସୁସ୍ପଷ୍ଟ ଭାବରେ ବାଇବେଲ ଏହା ମାନଙ୍କୁ ଶିକ୍ଷା ଦିଏ। ଆଜି ଅନେକ ଲୋକ ଏହା ବିଶ୍ୱାସ କରନ୍ତି, ଏହା ଚିନ୍ତା କରନ୍ତି, ଯାହା ଫଳରେ କି ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ ଆମମାନଙ୍କର ମାତା ପିତା କିମ୍ବା ଜେଜେବାପା ଜେଜେମା ତାଙ୍କର ଅର୍ଜିତ ଧନ ସମ୍ପତ୍ତି ଉପରେ ଅନେକ ଲୋକ ଆସ୍ଥା ବା ଭରସା ରଖିଥାନ୍ତି, ଯେ ମୋର ଜେଜେବାପା ମାନେ ଯାହା କମାଇ ଦେଇଛି ତାହା ମୋର ପାଖରେ ପ୍ରଚୁର ହେବ, ଆଉ ମୁଁ ତାହା ପ୍ରଚୁର ଭାବରେ ବଢେଇବି। ସତ କଥା, କିନ୍ତୁ ବାଇବେଲ ଗୋଟେ ବିଷୟ କହେ, ଯାହାର ନାହିଁ ତାହାଠାରୁ ଆହୁରି ନିଆଯିବ। ଅର୍ଥାତ୍ ଆମେ ଜାଣି ରଖିବା ଦରକାର, ଯାହାକି ପ୍ରଭୁଙ୍କର ଅନୁଗ୍ରହ ଦ୍ୱାରା ଆମେ ପାଇଛୁ ତାହା ପ୍ରଭୁଙ୍କର ଦାନ ଅଟେ। ଗରିବ ଅବସ୍ଥାରେ ହେଉ କିମ୍ବା ଧନୀ ଅବସ୍ଥାରେ ହେଉ, ପ୍ରଭୁ ଦୁହିଁଙ୍କୁ ପ୍ରଭୁ ସମାନ ରଖିଛନ୍ତି। ଆଉ ଗରିବ ଅବସ୍ଥାରେ ରହିଥିବା ଲୋକମାନଙ୍କର ପ୍ରତି ପ୍ରଭୁ କଣ କରୁଛନ୍ତି? ଦିନ ପ୍ରତିଦିନ ସେ ସମୟ ଆଉ ସୁଯୋଗ ଦଉଛନ୍ତି। ସେଇ ସୁଯୋଗ ମାନଙ୍କ ମଧ୍ୟରେ ହାତ ଛଡା ନ କରିବା ପାଇଁ ପ୍ରଭୁ ପ୍ରତ୍ୟେକ ମନୁଷ୍ୟକୁ, ପ୍ରତ୍ୟେକ ମାନବ ଜାତିକୁ ସେ ରକ୍ଷା କରିବା ପାଇଁ ସେ କଣ କରନ୍ତି? ସୁଯୋଗ ପ୍ରଦାନ କରନ୍ତି। ଆଉ ସେଥିମଧ୍ୟରେ ଯେକୌଣସି ଲୋକ ମନ ପରିବର୍ତ୍ତନ କରି ଅନୁତାପ କରି ଯଦି ପ୍ରଭୁଙ୍କ ନିକଟକୁ ଫେରିବ, ପ୍ରଭୁ ତହିଁରେ ସେ ସେମାନଙ୍କୁ ଆଶୀର୍ବାଦ କରିବେ। ତେବେ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ବିଚାରକର୍ତ୍ତା ପୁସ୍ତକରେ ଯଦି ଆମେ ମାନେ ଦେଖିବା, ତାର 1-16 ତାର 1-30 ପଦ ମଧ୍ୟରେ ସାମସନ ଆତ୍ମିକ ଆଶୀର୍ବାଦ ବିଷୟରେ ଆମେ ଦେଖୁଛୁ। ବିଚାରକର୍ତ୍ତା 16 ତାର 1-30 ପଦ ପର୍ଯ୍ୟନ୍ତ ଆମେ ଦେଖୁଛୁ, ସାମସନ ଗୋଟେ ବଳବାନ ବ୍ୟକ୍ତି, ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ଥିବା ବ୍ୟକ୍ତି, ଆଉ ତାହାଙ୍କ ଜୀବନରେ ଆମେ କିଛି ବିଷୟ ଆମେ ଦେଖୁଛୁ, ଯାହାକି ସେ ଆତ୍ମିକ ଭାବରେ ସେ ଗୋଟେ ବଳବାନ ବ୍ୟକ୍ତି ଅଟନ୍ତି। ସେଥିପାଇଁ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଉ ସାମସନ ସେହି ଆଶୀର୍ବାଦର ସଦ୍ବ୍ୟବହାର ନ କରିବାରୁ ତାହାଙ୍କ ଠାରୁ ଚାଲି ଯାଇଥିଲା। ସେଥିପାଇଁ ପ୍ରଭୁଙ୍କ ନିମନ୍ତେ ଆମମାନଙ୍କୁ କଣ ଦେବା ପାଇଁ ହେବ? ପ୍ରଭୁ ଆମମାନଙ୍କୁ ଦେଇଛନ୍ତି ସତ କଥା, କିନ୍ତୁ ପ୍ରଭୁ ଆମେମାନେ ପ୍ରଭୁଙ୍କୁ କଣ ଦଉଛୁ? ଆଉ ସେ ଆଶୀର୍ବାଦ ଗୁଡିକ ଆମେ ସ୍ମରଣରେ ନ ରଖି ଯଦି ଭୁଲି ଯାଉ, ବାକ୍ୟର ମାନେ ଦେଖୁ ମାଥ୍ୟୁ 25-29 ପଦରେ, ଯାହାର ଅଛି ତାକୁ ପ୍ରଚୁର ଦେବେ, ଯାହାର ନାହିଁ ତାଠାରୁ ମଧ୍ୟ ଆହୁରି ବାକି ସବୁ ନେଇଯିବେ। ସାମସନ ଯେତେବେଳେ ଆତ୍ମିକ ଆଶୀର୍ବାଦ ଗୁଡିକ ହରାଇଲେ, ତେବେ ସେ ଆଶୀର୍ବାଦ ଗୁଡିକ ସାମସନ ଠାରୁ ଚାଲି ଯାଇଥିଲା। ହାଲେଲୁୟା। ତେବେ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ଅନେକ
ଅଛନ୍ତି ସେ ଆତ୍ମିକ ଆଶୀର୍ବାଦ ଗୁଡ଼ିକ ହରାଇ ଅଛନ୍ତି। ଜାଣି ଶୁଣି ଅନେକ ଲୋକ ସେ ଭୁଲ କରନ୍ତି। ସେଥିପାଇଁ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ମୋର ମନ ମଧ୍ୟରେ ଗୋଟେ ପ୍ରଶ୍ନ ଆସୁଛି, ଯାହାକି ଆମମାନଙ୍କୁ ପ୍ରଭୁଙ୍କୁ କଣ ଦେବା? ସମସ୍ତେ ଟିକେ ଚିନ୍ତା କରନ୍ତୁ, ପ୍ରଭୁଙ୍କୁ ଆମେ କଣ ଦେବା? ଭାବିକି ଦେଖିଲା ବେଳକୁ ବହୁତ କଷ୍ଟ ଲାଗେ। ଆଉ ଏଇ ବହୁମୂଲ୍ୟ ସମୟରେ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମମାନଙ୍କୁ ଯଦି ଦେବା ହେଲେ ଆମ ପ୍ରଭୁଙ୍କୁ ଆମେ କଣ ଦେବା? ପ୍ରଭୁ ଦୈନନ୍ଦିନ ଜୀବନରେ ଆମମାନଙ୍କୁ ବହୁତ ପରିମାଣର ସେ ଆମମାନଙ୍କୁ ଦଉଛନ୍ତି। ପ୍ରଭୁଙ୍କର ମଙ୍ଗଳ ଦାନ ଆମମାନଙ୍କର ପ୍ରତି ରଖିଛନ୍ତି। ପ୍ରଭୁଙ୍କର ଅସୀମ ପ୍ରେମ ଦ୍ଵାରା ସେ ଆମମାନଙ୍କୁ ଏ ଜଗତ ମଧ୍ୟରେ ରଖିଛନ୍ତି। ତାଙ୍କର ଅସୀମ କରୁଣା ଦ୍ଵାରା ଆମେ ଜୀବନ ଯାପନ କରୁଛୁ। ଆତ୍ମିକତାରେ ହେଉ କିମ୍ବା ଜାଗତିକ ଭାବରେ ହେଉ, ପ୍ରଭୁ ଆମମାନଙ୍କୁ ସ୍ଥାନରେ ରଖିଅଛନ୍ତି। ତେବେ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମେ ପ୍ରଭୁଙ୍କୁ କଣ ଦେବା? ଯଦି ଆମେ ସମ୍ପୂର୍ଣ୍ଣ ଜାଣିଛୁ ଯେ ପ୍ରଭୁଙ୍କୁ ଆମେ କଣ ଦେବା, ତେବେ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ମୋ ଏହି ପ୍ରଶ୍ନର ଉତ୍ତର ସ୍ପଷ୍ଟ ଭାବେ ଆପଣମାନଙ୍କୁ କହିବା ପାଇଁ ଚାହେଁ। ତେବେ ପ୍ରଥମ ବିଷୟ ହେଲା, ଆମେ ନିଜକୁ ପ୍ରଭୁଙ୍କ ଠାରେ ସମର୍ପିତ କରିବା। ନିଜକୁ ପ୍ରଭୁଙ୍କୁ ଆମେ ଦେବା। ଯେପରିକି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କର ପାଇଁ ନିଜର ଜୀବନକୁ ବଳିଦାନ କରିଦେଲେ। ତଦ୍ରୂପ ଯଦି ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିଛୁ, ଭରସା ରଖିଛୁ, ପ୍ରଭୁଙ୍କର ଅନୁସରଣ କରୁଛୁ, ଧାର୍ମିକତାର ଅନୁସରଣ କରୁଛୁ, ତାହେଲେ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମେମାନେ ମଧ୍ୟ ପ୍ରଭୁଙ୍କ ଠାରେ ଆମେ ସମର୍ପିତ ହେବା ନିହାତି ଆବଶ୍ୟକ। ନିଜକୁ ସମର୍ପଣ କରିଦେବା। ସେଥିପାଇଁ ଆମେ ଦେଖୁ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଏହି ପୃଥିବୀରେ ଯଦି ଆମର ବୋଲି ଅଛି, ତାହା ହେଲା ଆମେ ନିଜେ। ପ୍ରଭୁ ଆମମାନଙ୍କୁ ବିଶେଷ ଉଦ୍ଦେଶ୍ୟରେ ସେମାନଙ୍କୁ ସୃଷ୍ଟି କରିଅଛନ୍ତି। ପରମେଶ୍ୱରଙ୍କର ମହାନ ଯୋଜନା ରଖି ମନୁଷ୍ୟମାନଙ୍କୁ ସେ କଣ କରିଅଛନ୍ତି? ଜଗତ ମଧ୍ୟରେ ରଖିଅଛନ୍ତି। ସେଥିପାଇଁ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ପରମେଶ୍ୱର ଆମମାନଙ୍କୁ ସେ ଚାହାନ୍ତି। ଆମମାନଙ୍କର ଫେରିବା ବାଟକୁ ସେ ଅପେକ୍ଷା କରିଅଛନ୍ତି। ପରମେଶ୍ୱର ଆମମାନଙ୍କୁ ଚାହିଁ ରହିଛନ୍ତି ଯେ ମୋର ପୁତ୍ର ମାନେ କେତେବେଳେ ମୋ ନିକଟକୁ ଫେରିବେ। ପରମେଶ୍ୱର ଅପେକ୍ଷା କରୁଛନ୍ତି ତାଙ୍କର ସନ୍ତତି ମାନେ କେତେବେଳେ ମୋ ନିକଟକୁ ଫେରି ଆସିବେ। ସେଥିପାଇଁ ବାଇବେଲ ଗୋଟେ ବିଷୟ ଆମମାନଙ୍କୁ ଶିକ୍ଷା ଦିଏ, ଆମେ ନିଜେ ନିଜକୁ ଯେତେବେଳେ ପ୍ରଭୁଙ୍କ ଠାରେ ସମର୍ପିତ କରୁ, ଉତ୍ସର୍ଗୀକୃତ କରୁ, ସମ୍ପୂର୍ଣ୍ଣ ଡେଡିକେସନ କରିଦେଉ, ତାହେଲେ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମେମାନେ ପରମେଶ୍ୱର ଆମ ପାଖରୁ ଆମକୁ ହିଁ ସେ ଚାହାନ୍ତି। ପରମେଶ୍ୱର ଆମମାନଙ୍କୁ ହିଁ ସେ ଚାହାନ୍ତି। ବାଇବେଲ এই ପ୍ରକାର ଆମମାନଙ୍କୁ ଶିକ୍ଷା ଦିଏ। ହିତୋପଦେଶ 23 ତାର 26 ପଦର ଗୋଟେ ବିଷୟ ଲେଖାଯାଏ, ପରମେଶ୍ୱରଙ୍କର ବାକ୍ୟ କହେ, ଏହା ସମସ୍ତଙ୍କର ସ୍ମରଣୀୟ ପଦ ଅଟେ। ଆଉ ହିତୋପଦେଶ 23:26 ପଦର এই ପ୍ରକାର ପ୍ରକାଶ କରେ, ହେ ମୋହର ପୁତ୍ର ତୁମର ହୃଦୟ ମତେ ଦିଅ। ପରମେଶ୍ୱରଙ୍କର ବାକ୍ୟ ଏହା କହେ, ହେ ମୋହର ପୁତ୍ର ତୁମର ହୃଦୟ ମତେ ଦିଅ। ପ୍ରଭୁ ଆମର ହୃଦୟକୁ ଆଜି ଆମକୁ ଦେବା ପାଇଁ ସେ କହନ୍ତି। ଆମେ ମାନେ କଣ ଦେଇପାରୁଛୁ? ଆଜି ଯଦି ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ବାଇବେଲରେ 5ଟି ଇନ୍ଦ୍ରିୟ ବିଷୟରେ ସେ କହନ୍ତି, ଆଉ ସେ 5ଟି ଇନ୍ଦ୍ରିୟ ବିଷୟରେ ବହୁତ ସମ୍ପୂର୍ଣ୍ଣ ରୂପେ ଆପଣ ମାନେ ଅଭିଜ୍ଞତା ରହିଥିବେ। ଆଉ ସେ ଅଭିଜ୍ଞତା ଭିତରୁ ସେ ଗୋଟେ ବିଷୟ ସେମାନଙ୍କୁ ମାଗୁଛନ୍ତି, ହେ ମୋହର ପୁତ୍ର ତୁମର ହୃଦୟ ମତେ ଦିଅ। କାନ ଦେଇଛନ୍ତି ପ୍ରଭୁ ଶୁଣିବା ପାଇଁ, ଆଖି ଦେଇଛନ୍ତି ଦେଖିବା ପାଇଁ, ନାକ ଦେଇଛନ୍ତି କିଛି ସ୍ମେଲ ଭଲ ହଉ କି ମନ୍ଦ ହଉ ତାହା ଆଗ୍ରହଣ କରି ମାନେ ଜାଣିପାରିବା ପାଇଁ, ଆଉ ମୁଖ ଦେଇଛନ୍ତି କଥା କହିବା ପାଇଁ। ଆଖି ସହିତ ମାନଙ୍କର ମନକୁ ସେ କଣ କରିଛନ୍ତି? ମିଳିତ ଭାବରେ ପ୍ରକାଶିତ କରିଅଛନ୍ତି। ସେଥିପାଇଁ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ,
ଆଉ ସେଇ ମନ ହୃଦୟ ସହିତ ମାନେ କନେକ୍ସନ ରହିଛି। ସେଥିପାଇଁ ସେ ପରମେଶ୍ୱର କହନ୍ତି ମନ ଯଦି ଇଚ୍ଛା କରିବ ଆତ୍ମା ଇଚ୍ଛୁକ ନଥିବ। ଆତ୍ମା ଯଦି ଇଚ୍ଛୁକ ଅଛି ମନ ତହିଁରେ ସମ୍ମିଳିତ ହେଇନଥିବ। ସେଥିପାଇଁ ପରମେଶ୍ୱର କଣ କରନ୍ତି ତାଙ୍କର ସନ୍ତାନ ମାନଙ୍କୁ କୁହନ୍ତି ହେ ମୋହର ସନ୍ତାନ ତୁମର ହୃଦୟ ମତେ ଦିଅ। ତେବେ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ ଆଜି ଆମମାନଙ୍କର ହୃଦୟକୁ ପରମେଶ୍ୱର ଚାହିଁଛନ୍ତି। ଆମମାନଙ୍କର ହୃଦୟ ହେଉଛି ପରମେଶ୍ୱରଙ୍କ ପବିତ୍ର ମନ୍ଦିର। ଆଜି ଆମେ ଗୋଟେ ବିଷୟ ମାନେ ଶିକ୍ଷା କରୁଥିଲୁ। ଆଉ ଅନେକ ଲୋକ ମନ୍ଦିର ବୋଲି କହିଲେ ଚର୍ଚ୍ଚ ଗୁଡିକ ବୋଲି ବୁଝନ୍ତି। ଅନେକ ଲୋକ କଣ କରନ୍ତି ମାନେ ବଡ ବଡ ମନ୍ଦିର ପଥର ମାନଙ୍କ ମଧ୍ୟରେ ସେମାନେ ଯାଇ କଣ କରନ୍ତି ନିଜର ମାନେ ପରମେଶ୍ୱରଙ୍କୁ ସେମାନେ ଖୋଜନ୍ତି ମାତ୍ର ତହିଁରେ ରୁହନ୍ତି ନାହିଁ। ବାଇବେଲ ଗୋଟେ ବିଷୟ ମାନଙ୍କୁ ଶିକ୍ଷା ଦିଏ ଯେ ମନୁଷ୍ୟ ମାନଙ୍କର ହସ୍ତରେ ନିର୍ମିତ ମନ୍ଦିରରେ ପରମେଶ୍ୱର ରହିପାରନ୍ତି ନାହିଁ। ସେଥିପାଇଁ ପରମେଶ୍ୱରଙ୍କର ବାକ୍ୟ ଏହା ମାନଙ୍କୁ ଶିକ୍ଷା ଦିଏ ଯେ ମୋର ହସ୍ତରେ ମୁଁ ନିର୍ମିତ କରିଅଛି ସେଇ ମନ୍ଦିରରେ ମୁଁ ବାସ କରିବି। ତେବେ ସେଇ ହୃଦୟ ହେଉଛି ଈଶ୍ୱରଙ୍କ ପବିତ୍ର ମନ୍ଦିର। ହୃଦୟ ହେଉଛି ପରମେଶ୍ୱରଙ୍କର ବାସସ୍ଥାନ। ହୃଦୟ ହେଉଛି ପ୍ରଭୁ ଯୀଶୁଙ୍କର ବାସସ୍ଥାନ। ସେଥିପାଇଁ ସେଇ ସ୍ଥାନରେ ସେଇ ମନ୍ଦିର ମନୁଷ୍ୟ ମାନଙ୍କର ଶରୀର ମଧ୍ୟରେ ଈଶ୍ୱର ବାସ କରନ୍ତି। ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଗୋଟେ ବିଷୟ କହିଲେ ପରମେଶ୍ୱର ଗୋଟେ ବିଷୟ କହିଲେ ହେ ମୋହର ପୁତ୍ର ତୁମର ହୃଦୟ ମତେ ଦିଅ। ସେଥିପାଇଁ ଏଫେସୀୟ ପୁସ୍ତକ 3:17 ଗୋଟେ ବିଷୟ ଲେଖାଯାଏ। ପଢିବାର କେହି ଜଣେ ସାହାଯ୍ୟ କରନ୍ତୁ। ଏଫେସୀୟ ପୁସ୍ତକ 3:17 ପ୍ରେରିତ ପାଉଲ ଏହା ଲେଖନ୍ତି। ମୋର ସହିତ ଟିକେ ଖୋଲି ଦିଅନ୍ତୁ ପ୍ରେରିତ ପୁସ୍ତକ 3:17। ପୁଣି ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟ ତୁମ୍ଭମାନଙ୍କ ହୃଦୟରେ ବାସ କରନ୍ତି। ତାହାରି ଦ୍ୱାରା ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟ ତୁମମାନଙ୍କ ହୃଦୟରେ ବାସ କରନ୍ତି। ହାଲେଲୁୟା। ତେବେ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ ପ୍ରେରିତ ପାଉଲ ଏହା କଣ କହନ୍ତି ପୁଣି ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟ ତୁମମାନଙ୍କ ହୃଦୟରେ ବାସ କରନ୍ତି। ଯଦି ଆପଣ ମାନେ ପ୍ରଭୁଙ୍କ ଠାରେ ବିଶ୍ୱାସ କରୁଅଛନ୍ତି ତାହେଲେ ଈଶ୍ୱର ଆମମାନଙ୍କ ହୃଦୟରେ ସେ ବାସ କରନ୍ତି। ତେଣୁ ଆମ ହୃଦୟକୁ ସର୍ବପ୍ରଥମେ ଆମକୁ ଆମ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଦେବା ପାଇଁ ହେବ। ସଦାପ୍ରଭୁଙ୍କର ଉଦ୍ଦେଶ୍ୟରେ ଆମମାନଙ୍କର ହୃଦୟକୁ ପିତାଙ୍କ ନିକଟରେ ସମର୍ପିତ କରିବା ପାଇଁ ହେବ, ଉତ୍ସର୍ଗୀକୃତ କରିବା ପାଇଁ ହେବ। ଯଦି ଆମେ କରୁନାହୁଁ ତାହେଲେ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ ଆମେ ବହୁତ ବାଇବେଲ ଭିତ୍ତିକ ଜ୍ଞାନରେ ବହୁତ ଅଭିଜ୍ଞତା ରହିଥାଉ, କିନ୍ତୁ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ ଆମେ ଜାଣିଛୁ ସେଥିପାଇଁ ମତେ କଣ ଦେବା ପାଇଁ ହେବ। ପ୍ରଭୁ ପ୍ରଥମର ସେ କଣ କଲେ ଆମମାନଙ୍କର ହୃଦୟକୁ ସେ ମାଗୁଛନ୍ତି। ଆଉ ଯେତେବେଳେ ଆମେ ହୃଦୟକୁ ଈଶ୍ୱରଙ୍କ ପ୍ରେମ କରୁ, ଈଶ୍ୱରଙ୍କୁ ଆମେ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରୁ, ସେହି ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟ ଆମମାନଙ୍କର ହୃଦୟରେ ସେ କଣ କରନ୍ତି ବାସ କରନ୍ତି। ରୋମିଓ 1:10 ପ୍ରେରିତ ପାଉଲ ପୁନର୍ବାର ସେ କହନ୍ତି ଯେଉଁ ଈଶ୍ୱରଙ୍କୁ ମୁଁ ମୋହର ଆତ୍ମା ଦେଇ ତାହାଙ୍କ ପୁତ୍ରଙ୍କ ସୁସମାଚାରରେ ସେବା କରେ ସେ ମୋହର ସାକ୍ଷୀ ଅଟନ୍ତି। ହାଲେଲୁୟା। ସେଥିପାଇଁ ପ୍ରେରିତ ପାଉଲ ପୁନର୍ବାର ସେ କହନ୍ତି ରୋମିଓ 1:10 କହନ୍ତି ଯେଉଁ ଈଶ୍ୱରଙ୍କୁ ମୁଁ ମୋହର ଆତ୍ମା ଦେଇ ପୁତ୍ରଙ୍କ ସୁସମାଚାରରେ ସେବା କରେ ସେ ମୋହର ସାକ୍ଷୀ ଅଟନ୍ତି। ପବିତ୍ର ଆତ୍ମା ମଧ୍ୟ ଆମମାନଙ୍କର ସାକ୍ଷୀ ସ୍ୱରୂପ ଅଟନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଧ୍ୟ ସେ ସାକ୍ଷୀ ସ୍ୱରୂପ ଅଟନ୍ତି। ସେଥିପାଇଁ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ ତେଣୁ ପରମେଶ୍ୱର ହୃଦୟ ଆତ୍ମା ଉଭୟକୁ ସେ ଚାହାନ୍ତି। ପରମେଶ୍ୱର କଣ ଚାହାନ୍ତି ଆମମାନଙ୍କର ହୃଦୟ ଆଉ ଆତ୍ମାକୁ ମଧ୍ୟ ସେ ଚାହାନ୍ତି। ତେବେ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ ଆମେ ଦ୍ୱିତୀୟରେ ଆମେ ପ୍ରଭୁଙ୍କୁ ଦେବା। ଦ୍ୱିତୀୟରେ ଆମେ ପ୍ରଭୁଙ୍କୁ ପାଇଁ ଆମେ ସମୟ ଦେବା। ପ୍ରଥମରେ ଆମେ ନିଜକୁ ପ୍ରଭୁଙ୍କ ଠାରେ ସମର୍ପିତ କରିବା। ପ୍ରଭୁ ଆମମାନଙ୍କର ଦୁଇଟି ବିଷୟକୁ ସେ ଚାହାନ୍ତି, ଆତ୍ମାକୁ ଆଉ ଆମମାନଙ୍କର ହୃଦୟକୁ ସେ ଚାହାନ୍ତି, ସେ ଅପେକ୍ଷା କରୁଛନ୍ତି। ସେଥିପାଇଁ ଆମେ ପ୍ରଭୁଙ୍କ ଠାରେ ସମର୍ପିତ କରିବା। ପ୍ରେରିତ ପାଉଲ
ଦ୍ୱିତୀୟରେ ମାନେ ଦେଖିବା ରୋମିଓ ପୁସ୍ତକ 12 ତାର 1 ପଦରେ ଲେଖାଯାଏ, ଅତଏବ ହେ ଭାଇମାନେ ମୁଁ ତୁମମାନଙ୍କୁ ଈଶ୍ୱରଙ୍କ ଦୟା ହେତୁ ବିନତି କରୁଅଛି, ତୁମେମାନେ ଆପଣ ଆପଣ ଶରୀରକୁ ସଜୀବ ପବିତ୍ର ଓ ଈଶ୍ୱରଙ୍କ ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର, ଏହା ତ ତୁମମାନଙ୍କର ଯୁକ୍ତିଯୁକ୍ତ ଉପାସନା। ହାଲେଲୁୟା। ଆମମାନଙ୍କୁ 3ଟା ଜିନିଷ ମାନେ ପ୍ରଭୁଙ୍କ ଠାରେ ସମର୍ପିତ କରିବା ପାଇଁ ପଡିବ। ସେଥିପାଇଁ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ ଈଶ୍ୱରଙ୍କ ଦୟା ହେତୁ ଆମମାନଙ୍କୁ କଣ କଣ ଦେବା ପାଇଁ ହେବ? ଶରୀରକୁ ସଜୀବ କରିବା, ଶରୀରକୁ ଜୀବିତ କରିବା। ଖ୍ରୀଷ୍ଟ ଆମମାନଙ୍କର ଶରୀର ମଧ୍ୟରେ ଯେତେବେଳେ ରୁହନ୍ତି, ଆମମାନଙ୍କର ଶରୀର କଣ ହେବ? ରୂପାନ୍ତରିତ ହେବ। ଖ୍ରୀଷ୍ଟ ଯଦି ଆମମାନଙ୍କର ସହିତ ଅଛନ୍ତି, ଆମମାନଙ୍କର ଶରୀର ଏକ ଜୀବନ୍ତ ସୁଗ୍ରାହ୍ୟ ପବିତ୍ର ବଳି ରୂପେ ଆମେ କଣ କରିପାରିବା? ଉତ୍ସର୍ଗୀକୃତ କରିପାରିବା। ସେଥିପାଇଁ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ ଆମମାନଙ୍କର ଶରୀରକୁ ଜୀବନ ଦେବେ, ପବିତ୍ରତାରେ ରଖିବେ, ଆଉ ଈଶ୍ୱରଙ୍କ ନିକଟରେ ସୁଗ୍ରାହ୍ୟ ବଳି ରୂପେ ଆମେ ଯେତେବେଳେ ଉତ୍ସର୍ଗୀକୃତ କରିବା, ଏହା ଈଶ୍ୱରଙ୍କ ଦୃଷ୍ଟିରେ ଯୁକ୍ତିଯୁକ୍ତ ଉପାସନା ଅଟେ। ତେବେ ତୃତୀୟରେ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ ଆଜି ସଦାପ୍ରଭୁ ନିଜର ସନ୍ତାନ ସନ୍ତତି ମାନଙ୍କ ଠାରୁ ସେମାନଙ୍କର ଜୀବନର ପ୍ରତ୍ୟେକଟି ବିଷୟର ଦଶମାଂଶ ସେ ଚାହାନ୍ତି। ପ୍ରତ୍ୟେକଟି ଇନକମରେ ହଉ ଆଉ 48 ଘଣ୍ଟାର ଦଶମାଂଶ ହେଉ, ପ୍ରଭୁ ସେ ଅପେକ୍ଷା କରୁଛନ୍ତି ଯେ ମୋର ସନ୍ତାନ ମାନେ ମତେ କେତେ ଦଶମାଂଶ ଦେଉଅଛନ୍ତି। ମନୁଷ୍ୟ ଜୀବନରେ ଦାନ ଦଶମାଂଶ ବିଷୟରେ ଅନେକ ଲୋକ ଶିକ୍ଷା ଦେଇଥିବେ, ଆଉ ଶିକ୍ଷା ମଧ୍ୟ ବାଇବେଲ ଦ୍ୱାରା ଆପଣ ମାନେ ପାଇପାରୁଥିବେ। ତେବେ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ ପ୍ରତ୍ୟେକ ବିଷୟର ଦଶମାଂଶକୁ ସେ ପରମେଶ୍ୱର ଚାହାନ୍ତି। ତେବେ ଆମେ କଣ କଣ ଦଶମାଂଶ ଦେବା ପାଇଁ ହେବ? ଆଜି ଗୋଟେ ଦିନର ଦଶମାଂଶ ହଉଛି 48 ଘଣ୍ଟା। 48 ଘଣ୍ଟା ମଧ୍ୟରୁ ଆମେ କେତେ ସମୟ ପ୍ରଭୁଙ୍କୁ ଆମେ ଦେବା? ହାଲେଲୁୟା। ଆପଣ ମାନେ ମୋର ସହିତ ଅଛନ୍ତି ତ, କାହାର ମଧ୍ୟ ଆବାଜ ଆସୁନାହିଁ? ହାଲେଲୁୟା। ହାଲେଲୁୟା। ତେବେ ପ୍ରଥମ ବିଷୟ ହେଲା 48 ଘଣ୍ଟାରୁ ଆମେ କେତେ ସମୟ ପ୍ରଭୁଙ୍କୁ ମାନେ ଦେବା ଦରକାର? ଆଜି ଅନେକ ଲୋକ ଦାନ ଦଶମାଂଶ ଦେବା ପାଇଁ ଅନେକ ଲୋକ ଶିକ୍ଷା ଦିଅନ୍ତି, ଆଉ ବାଇବେଲ ମଧ୍ୟ ଏହା ଶିକ୍ଷା ଦିଏ, ଯାହା ଫଳରେ କି ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ ଆପଣ ଆୟରୁ ଆମେ ସ୍ୱ ଇଚ୍ଛାରେ ପ୍ରଭୁଙ୍କୁ ଆମେ ଦେଇଥାଉ। ନିଜର ସ୍ୱ ଇଚ୍ଛାରେ ପ୍ରଭୁ କଣ ଚାହୁଁଛନ୍ତି? 48 ଘଣ୍ଟା ମଧ୍ୟରୁ ଆମେ କେତେ ସମୟ ପ୍ରଭୁଙ୍କୁ ଦଶମାଂଶ ରୂପେ ପ୍ରଭୁଙ୍କର ସହିତ ଆମେ ସମୟ ବିତାଇବା ଆବଶ୍ୟକ। ଯଦି ଆମେ 2 ଘଣ୍ଟା 40 ମିନିଟ୍ ଯଦି ଆମେ ଦିନକୁ ଯଦି ଆମେ ଦଉଛୁ, ସେହି ଦଶମାଂଶକୁ ପରମେଶ୍ୱର ଗ୍ରହଣ କରିବା ପାଇଁ ସେ ପ୍ରସ୍ତୁତ ଅଟନ୍ତି। ପ୍ରଥମରେ ଆମେ ନିଜକୁ ଆମେ ପ୍ରଭୁଙ୍କୁ ଦେବା। ଦ୍ୱିତୀୟ ବିଷୟ ହେଲା ସମୟ। ସମୟର ଦଶମାଂଶ ପ୍ରଭୁଙ୍କୁ ଆମେ ଦେବା। 48 ଘଣ୍ଟାରୁ 2 ଘଣ୍ଟା 40 ମିନିଟ୍ ପ୍ରାର୍ଥନା, ଆରାଧନା, ସ୍ତୁତି, ପ୍ରଶଂସା, ଧନ୍ୟବାଦ, এই 4ଟି ବିଷୟରେ ଆମେ ପ୍ରଭୁଙ୍କୁ ଆମେ ପ୍ରଥମରେ ସମୟର ଦଶମାଂଶ ଆମେ ଦେବା। ପରମେଶ୍ୱର ଆହୁରି କୌଣସି ଦଶମାଂଶକୁ ସେ ଚାହାନ୍ତି ନାହିଁ। ସେଥିପାଇଁ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ ସମୟର ଦଶମାଂଶକୁ ପରମେଶ୍ୱର ଚାହାନ୍ତି। ସେଥିପାଇଁ ଗୀତ ସହିତ 1ରୁ ତାର 3 ପଦ ପର୍ଯ୍ୟନ୍ତ ଗୀତ ରଚକ ଦାଉଦ ସେ କହନ୍ତି। ଗୀତ ସଂହିତା 1 ଅଧ୍ୟାୟ ତାର 1 ପର୍ବ ଠାରୁ ତାର 3 ପଦ ପର୍ଯ୍ୟନ୍ତ। ପଢିବାର କେହି ଜଣେ ସାହାଯ୍ୟ କରନ୍ତୁ। ଯେଉଁ ଜନ ଦୁଷ୍ଟମାନଙ୍କ ମନ୍ତ୍ରଣାରେ ଚାଲେ ନାହିଁ ଅବା ପାପୀମାନଙ୍କ ମନ୍ତ୍ରଣାରେ ଚାଲେ ନାହିଁ ଅବା ପାପୀମାନଙ୍କ ମାର୍ଗରେ ଠିଆ ହୁଏ ନାହିଁ। ପାପୀମାନଙ୍କ ମାର୍ଗରେ ଠିଆ ହୁଏ ନାହିଁ। ଆଜିକାଲି ଲୋକମାନେ କଣ ଚାହାନ୍ତି? ହାଲେଲୁୟା। ଆଜିକାଲି ଲୋକମାନେ କଣ ଚାହାନ୍ତି? ବାଇବେଲ ଏ ବିଷୟରେ ଯେତେବେଳେ ମାନେ ଡିପଲି
ଯଦି ଆମେ ଶିଖିବା ପାଇଁ ଯିବା ତେବେ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ ଏହା ଲୋକମାନେ ଅଗ୍ରାହ୍ୟ କରିବେ। ଯେହେତୁ ବାଇବେଲ ଏହା ଆମକୁ ଶିକ୍ଷା ଦିଏ ଯେଉଁ ଜଣ ଦୁଷ୍ଟମାନଙ୍କ ମନ୍ତ୍ରଣାରେ ଚାଲେ ନାହିଁ ଅବା ପାପୀ ମାନଙ୍କ ମାର୍ଗରେ ଠିଆ ହୁଏ ନାହିଁ କିମ୍ବା ନିନ୍ଦକ ମାନଙ୍କ ସଭାରେ ବସେ ନାହିଁ। ସମୟର ଦଶମାଂଶ ଆମେ କାହିଁରେ ଦଉଛୁ? ସମୟର ଦଶମାଂଶ କାହିଁରେ ଦଉଛୁ? ଯେତେବେଳେ ଆମେ ନଦୀ ଘାଟରେ ଯାଉ, ପୁଅ ଝିଅ ମାନେ, ସ୍ତ୍ରୀ ମାନେ, ଯୁବକ ମାନେ ଆଉ ଅନେକ ଲୋକ ଅଛନ୍ତି ଚା ଦୋକାନ ମଧ୍ୟରେ ସମୟକୁ ସେମାନେ କଣ କରନ୍ତି? ଅତିବାହିତ କରନ୍ତି। ମୁଁ ଘରେ ଗଲେ ମୁଁ କଣ କରିବି? ଏଇ ଚିନ୍ତାଧାରା ସବୁବେଳେ କଣ କରନ୍ତି? ମନ ମଧ୍ୟରେ ରଖନ୍ତି। ସେଥିପାଇଁ ସମୟକୁ ସେମାନେ କଣ କରନ୍ତି? ଅତିବାହିତ କରନ୍ତି। ଟାଇମ ପାସ୍ ବୋଲିକରି କୁହାଯାଏ। ଯାହା ଦ୍ୱାରା କି ସମୟ ହେଇଗଲେ ଘରେ ଯିବେ, ଗାଧେଇବେ, ଖାଇବେ, ତାରପରେ ଆରାମସେ କିଛି ସମୟ ରେଷ୍ଟ ନେବେ। ପରମେଶ୍ୱର କଣ ଚାହାନ୍ତି? ପ୍ରତ୍ୟେକ ମନୁଷ୍ୟ ମାନବ ଜାତି ମାନଙ୍କ ହୃଦୟରେ ପରମେଶ୍ୱର ଗୋଟେ ବିଷୟ ସେ ଅପେକ୍ଷା କରୁଛନ୍ତି, ସମୟର ଦଶମାଂଶ ସେ ଅପେକ୍ଷା କରିଅଛନ୍ତି। ସମୟର ଦଶମାଂଶକୁ ସେ ଅପେକ୍ଷା କରି ଅଛନ୍ତି। ବାଇବେଲରେ ବହୁତ ଗୁଡାଏ ବିଷୟ ଲେଖାଯାଏ। ମନୁଷ୍ୟ ମାନଙ୍କର ହସ୍ତଗତ ଦାନ କେତେକଙ୍କର ଗ୍ରହଣୀୟ ହେବ ଆଉ କେତେକଙ୍କର ଗ୍ରହଣୀୟ ହେବ ନାହିଁ, ତାହା ନିଜେ ଅନୁତାପ କଲେ ଆମେ ଜାଣିପାରିବା। ତେବେ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ ବାକ୍ୟ ଏହା ମାନଙ୍କୁ ଶିକ୍ଷା ଦିଏ ଯାହା ଫଳରେ କି ସମୟର ଦଶମାଂଶ ଦେବା ପାଇଁ ପ୍ରଭୁ ମନୁଷ୍ୟ ମାନଙ୍କୁ ସେ ଦେଇ ଅଛନ୍ତି। ଆମେ କୌଣସି ବିଷୟରେ ଦଶମାଂଶ ନ ଦେଇ ଆମେ ପ୍ରଭୁଙ୍କର ପାଇଁ ଆମେ ସମୟ ବାହାର କରିବା। ଆଉ ଗୀତ ସହିତ ତାର 1 ପର୍ବ ଠାରୁ ତାର 3 ପଦ ପର୍ଯ୍ୟନ୍ତ ଆମେ ପ୍ରଭୁଙ୍କର ସହିତ ସମୟ ବିତେଇବା। ନିତାନ୍ତ ପରମେଶ୍ୱରଙ୍କ ସହିତ ଯଦି ରହୁ ତ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ ପ୍ରଭୁ ଆମମାନଙ୍କୁ ବହୁତାୟତ ରୂପେ ସେମାନଙ୍କୁ ଆଶୀର୍ବାଦ କରିବେ। ସେଥିପାଇଁ ବାଇବେଲରେ ଲେଖାଯାଏ ଯେଉଁ ଜଣ ଦୁଷ୍ଟମାନଙ୍କ ମନ୍ତ୍ରଣାରେ ଚାଲେ ନାହିଁ। ପ୍ରାର୍ଥନା କରିବା ସମୟ ହେଲେ ସେ ଜଣେ ଯଦି ଫୋନ କରିଦେଲେ ସେମାନେ କଣ କରିବେ? ନିଜର ସାଙ୍ଗମାନଙ୍କ ସହିତ ସେମାନେ ଚାଲିଯିବେ। ପ୍ରାର୍ଥନା କରିବା ସମୟ ହେଲେ କୌଣସି ଏକ ବାହାନା କରିବେ ଆଉ ସେମାନେ ପ୍ରାର୍ଥନାରୁ ଉଠି ସେମାନେ ଚାଲିଯିବେ। ତାହା କଲେ ସେ ଆଶୀର୍ବାଦ ପାଇହେବ ନାହିଁ। ସମୟର ଦଶମାଂଶ ପରମେଶ୍ୱର ଗ୍ରହଣ କରିବେ ନାହିଁ। ତେବେ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ ପ୍ରଥମରେ ଆମେ ନିଜକୁ ପ୍ରଭୁଙ୍କ ଠାରେ ସମର୍ପିତ କରିବା ଆଉ ଦ୍ୱିତୀୟରେ ଆମେ ସମୟର ଦଶମାଂଶ ଦେବା। ତାର 2 ପଦ ଲେଖାଯାଏ ମାତ୍ର ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଯାହାର ଆମୋଦ ଥାଏ ଓ ଯେ ଦିବାରାତ୍ର ତାଙ୍କର ବ୍ୟବସ୍ଥା ଧ୍ୟାନ କରେ ସେ ଧନ୍ୟ। ଗୀତ ଗାଇବାରେ, ଆରାଧନା କରିବାରେ, ବାଇବେଲ ପଢିବାରେ ଯଦି ଆମେ ସମୟ ଦେବା ଆଉ ପରମେଶ୍ୱରଙ୍କର ବ୍ୟବସ୍ଥା ଆମମାନଙ୍କର ଧ୍ୟାନ କରିବା, ନିତାନ୍ତ ପରମେଶ୍ୱରଙ୍କର ବାକ୍ୟ କହେ ସେହି ବ୍ୟକ୍ତି ଧନ୍ୟ। ପ୍ରଭୁ ଯଦି ଧନ୍ୟ ବୋଲି କହୁଛନ୍ତି ତାହେଲେ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ ପ୍ରଭୁ ଆମମାନଙ୍କୁ ଉତ୍ତମ ସ୍ଥାନରେ ରଖିବେ ଆଉ ଉଚ୍ଚ ପଦରେ ରଖିବେ ଆଉ ନାମୀ ଦାମୀ ଭାବେ ପରମେଶ୍ୱର ଦେଶ ମଧ୍ୟରେ ସେ କଣ କରିବେ? ବିଖ୍ୟାତ କରିବେ। ସେଥିପାଇଁ ମାତ୍ର ସଦାପ୍ରଭୁଙ୍କର ବ୍ୟବସ୍ଥାକୁ ଯେ ଭଲ ପାଏ, ଆଦର କରେ, ସମ୍ମାନ ଦିଏ, ପ୍ରଭୁ ତାକୁ ଉଠାଇବେ। ପ୍ରେଜ୍ ଦ ଲର୍ଡ। ସେଥିପାଇଁ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ ଆମେ ତାର 3 ପଦରେ ଦେଖୁଛୁ ଯେଉଁ ବୃକ୍ଷ ଜଳସ୍ରୋତ ନିକଟରେ ରୋପିତ ଯେ ସମୟରେ ଫଳ ଉତ୍ପନ୍ନ କରେ, ଯାହାର ପତ୍ର ହିଁ ମଳିନ ହୁଏ ନାହିଁ, ଏପରି ବୃକ୍ଷ ସଦୃଶ୍ୟ ସେ ହେବ। ପୁଣି ସେ ଯାହା କରେ ତାହା ସେ ସଫଳ ହେବ। ଯେକୌଣସି ବିଷୟ କର, ପ୍ରଭୁଙ୍କର ସହିତ ଯଦି ଆପଣ ମାନେ ଅଛନ୍ତି, ପ୍ରଭୁଙ୍କର ସହିତ ଯଦି ଚାଲୁଛନ୍ତି, ନିତାନ୍ତ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ ପ୍ରଭୁ 3 ପଦରେ ସେ ପ୍ରତିଜ୍ଞା କରିଛନ୍ତି ଯେ ପୁଣି ସେ ଯାହା କରେ ତାହା ସଫଳ ହେବ। ତେବେ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ ଆମେ ଚିନ୍ତା କରିବା ପ୍ରଭୁଙ୍କୁ ଆମେ କେତେ ସମୟ ଦେବା ଆବଶ୍ୟକ? ପ୍ରଭୁଙ୍କୁ ଆମେ କେତେ ସମୟ ଦେବା ଆବଶ୍ୟକ? ଅନେକ ଲୋକ ଅପେକ୍ଷା କରୁଥିବେ ଶୁକ୍ରବାର ଦିନ ଉପାସନାକୁ, ପୁଣି ରବିବାର ଦିନର ଉପାସନା ସଭାକୁ, ଆଉ ଯୋଉ ମିଟିଂର ଉପାସନାକୁ ମଧ୍ୟ ଅନେକ ଲୋକ ଅପେକ୍ଷା କରିଦେବେ ଯେ ପ୍ରାର୍ଥନା କେତେବେଳେ ସମାପ୍ତ ହେବ। ସମ୍ପୂର୍ଣ୍ଣ ସମୟ ଦେଇପାରୁନା। 2 ଘଣ୍ଟା ବସିଲା ବେଳକୁ ବହୁତ କଷ୍ଟ ଲାଗିଥିବ। 2 ଘଣ୍ଟାରୁ ଯଦି ଅଧିକା ହେଇଗଲା
निद माड़ी आसो अलसुआ हेबा पे लाग जहा उत्तम विषय बुणा गले मध्य ताहा कोन हेबो शैतान चोरी करी नहीं जीवो। तेबे मोर प्रिय प्रभुंकर लोक माने आमाने प्रभु को समय जदि आमाने देउछु ताहले मोर प्रिय प्रभुंकर लोक माने ए विश्राम दिनर उपासना हेउ किंबा शुक्रवार दिनर उपासना हेउ किंबा अन्य कौनसी एक उपासना सभा हो जेतेबेले माने प्रभु को उद्देश्य करे जाउछु प्रभुंकर उपस्थिति को जाउछु ताहले माने कौनसी समयर सीमा आमानक निकटरे नथिवा दरकार जदि अछि ताहले मोर प्रिय प्रभुंकर लोक माने आमानकर किछि स्वार्थ अछि सेथिपाई आमान प्रार्थना सभा को जाउ सेथिपाई प्रभु आमानक ठारू गोटिए दिन अर्थात 24 घंटार दशमांश होछि 24 घंटार दशमांशर समय को से चाहती आ 24 घंटा मध्य आमान को केते देबा पय हेबो 2 घंटा 24 मिनिट देबा पय हेबो आनंदर सहित शांतिर सहित परस्पर उत्साह सहित माने प्रभु को आमान समय देवा 2 घंटा 24 मिनिट जदि आमान प्रभु को दौछु ताहले मोर प्रिय प्रभुंकर लोक माने प्रभु आमान को बहुतायत रूपे से कोन करिवे आशीर्वाद करिवे। तृतीय आयर दशमांश आमाने केते इनकम करि पारछु आज अनेक लोक चाकरी क्षेत्र में 50,000 रु 80,000 पर्यंत इनकम करि पारुछंती। आज गोटे कुली भर्ती करवा लोक से किसी इनकम करि पारुछंती जे ड्राइविंग लाइन रे माने विभिन्न माध्यम रे अनेक लोक निज निजर बल सकाश से मान कोन करछंती इनकम करि पारुछंती निजर आयर दशमांश मान देवा केते देवा मला के 3 तार 10 पद रे प्रकार लिखा जाए मला के 3 10 पद एहा आह्वान दिए परमेश्वर गोटे विषय कहती आमर गृह रे जेपरि खाद्य रहिबो एथिपाई तुमे माने आमर भंडार को संपूर्ण दशमांश आण आउ आंबे आकाश द्वार सब मुक्त करी रखिबा पाई स्थान नियंत हेबा पर्यंत तुमानक उपरे आशीर्वाद रूप वृष्टि वर्षाइबा कि नाही एतद विषय रे एबे आमर परीक्षा नियम आयर दशमांश परमेश्वर कौन करती आह्वान दिया जाए जहा फल कि मोर प्रिय प्रभुंकर लोक माने संपूर्ण विश्वास सहित प्रभु निकट संपूर्ण भरोसार सहित आम परिश्रम दशमांश निजर इनकम दशमांश जदि माने प्रभु निकट को नहीं जाऊ ताहले मोर प्रिय प्रभुंकर लोक माने प्रभु गोटे विषय से प्रतिज्ञा करिसंती आकाशर द्वार को से उन्मुक्त करिवे आम को रोकिबा पाई स्थानर अभाव हेबा पर्यंत से मान को कौन करिवे आशीर्वाद वृष्टि वर्षाइबे। पुस्तक 27 तार 24 पदर गोटे विषय लिखा जाए पुस्तक 17 तार 24 पद कही जने मत पढ़ा साहाଯ୍य करो मला के 3-10 पदरा माने देखो आकाश द्वार से कौन कर उन्मुक्त कर जो लोक संपूर्ण ठारे प्रभु ठारे विश्वास कर भरोसा रखिछंती सेमानंको प्रभु कौन करिवे आकाशर द्वार को से खोलीदेवे बंद कबाट गुड़ी को से उन्मुक्त करिवे आ संपूर्ण से कौन करिवे आशीर्वाद करिवे उत्तम स्वास्थ्य उपर से आशीर्वाद करिवे धन संपत्ति उपर आशीर्वाद करिवे तार पर ताकर इनकम उपर से प्रचुर भाव से आशीर्वाद करिवे आकाश द्वार जेतेबेले मुक्त हेबो आमाने समस्त आशीर्वाद कारण हे परिबा। तेबे मोर प्रिय प्रभुंकर लोक माने आयर दशमांश सदा प्रभुंकर गृहर भंडार को जहाँ आमे साधारणतः भावे स्थानीय मंडली को माने बुझी थाउ स्थानीय मंडली को माने बुझी थाउ भंडार गोटे ए प्रकार स्थान जहाँ कि मोर प्रिय प्रभुंकर लोक माने मनुष्य मानकर हृदय को से प्रकाश करते प्रभुंकर प्रति जे आग्रह अछंती प्रभुंकर प्रति आसक्त अटंती प्रभुंकर व्यवस्था राति दिन से कौन करुए व्यवस्थार ध्यान करुए
ସେଇ ଭଣ୍ଡାରର ଦଶମାଂଶକୁ ପରମେଶ୍ୱର ଚାହାନ୍ତି। ସେଥିପାଇଁ ପ୍ରେରିତ ପୁସ୍ତକ 17:24 ପଦରେ ଏ ପ୍ରକାର ଲେଖନ୍ତି, ଟିକେ କାଢି କରି ପଢିବାରେ ମତେ ଟିକେ ସାହାଯ୍ୟ କରନ୍ତୁ। ଯେଉଁ ଈଶ୍ୱର ଜଗତ ଓ ତନ୍ମଧ୍ୟସ୍ଥ ସମସ୍ତ ପଦାର୍ଥ ସୃଷ୍ଟି କରିଅଛନ୍ତି, ସେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ ହେବାରୁ ହସ୍ତ ନିର୍ମିତ ମନ୍ଦିର ସମୂହରେ ବାସ କରନ୍ତି ନାହିଁ। ହାଲେଲୁୟା। ସେଥିପାଇଁ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ ବାଇବେଲରେ ଏହା ଗୋଟେ ଆୟର ଦଶମାଂଶ, ଇନକମର ଦଶମାଂଶ ମଧ୍ୟରେ କିଛି ବିଷୟ ସେମାନଙ୍କୁ ସେ ଦେଇଛନ୍ତି। ପ୍ରେରିତ ପୁସ୍ତକ 17:24 ପଦରେ ଲେଖାଯାଏ, ଯେଉଁ ଈଶ୍ୱର ଜଗତ ଓ ମଧ୍ୟସ୍ଥ ସମସ୍ତ ପଦାର୍ଥ କଣ କରିଛନ୍ତି? ସୃଷ୍ଟି କରିଅଛନ୍ତି। ସେଥିପାଇଁ ସେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ ହେବାରୁ ହସ୍ତ ନିର୍ମିତ ମନ୍ଦିର ସମୟରେ ବାସ କରନ୍ତି ନାହିଁ। ପରମେଶ୍ୱର କେଉଁ ସ୍ଥାନରେ ରହିବେ ଆଉ କେଉଁ ଭଣ୍ଡାର ବିଷୟରେ ସେ କହନ୍ତି, ଆମେ ଟିକେ ଧ୍ୟାନ ଯଦି କରିବା, ତେବେ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ପ୍ରଭୁ ଯେ ଆମମାନଙ୍କର ଉଦ୍ଧାର କର୍ତ୍ତା, ଜଗତର ସୃଷ୍ଟି ପୂର୍ବରେ ରହିଥିବା ପରମେଶ୍ୱର, ସେ ଆମମାନଙ୍କୁ ସେ କଣ କରିଅଛନ୍ତି? ଆପଣା ହସ୍ତରେ ସେ ମନୁଷ୍ୟମାନଙ୍କୁ ସେ ନିର୍ମିତ କରିଅଛନ୍ତି। ତେବେ ମନୁଷ୍ୟମାନଙ୍କର ହୃଦୟ, ମନୁଷ୍ୟମାନଙ୍କର ଆତ୍ମାରେ ସେ ରହିବା ପରମେଶ୍ୱର ଅଟନ୍ତି। ସେ ଆଉ କୌଣସି ସ୍ଥାନରେ ଯଦି ଆମେ ଖୋଜିବା ତାହେଲେ ଆମେ ପାଇପାରିବା ନାହିଁ। ସେଥିପାଇଁ ଯେଉଁ ଈଶ୍ୱର ଜଗତକୁ ସୃଷ୍ଟି କଲେ, ଯେଉଁ ଈଶ୍ୱର ପୃଥିବୀକୁ ଜଳ ଆଉ ସ୍ଥଳ ଭାଗର ଦୁଇ ଭାଗରେ ବିଭକ୍ତ କଲେ, ଯେଉଁ ଈଶ୍ୱର ମନୁଷ୍ୟମାନଙ୍କୁ ଆପଣା ହସ୍ତରେ ସେ ନିର୍ମିତ କରିଅଛନ୍ତି, ସେହି ଈଶ୍ୱର ମନୁଷ୍ୟମାନଙ୍କ ହୃଦୟରେ ସେ କଣ କରନ୍ତି? ବାସ କରନ୍ତି। ସେମାନେ ମନୁଷ୍ୟମାନଙ୍କର ହସ୍ତରେ ନିର୍ମିତ ମନ୍ଦିର କିମ୍ବା ମଣ୍ଡଳୀ କିମ୍ବା କୌଣସି ଏକ ସ୍ଥାନରେ ସେ ପରମେଶ୍ୱର ରୁହନ୍ତି ନାହିଁ। କେବଳ ମନୁଷ୍ୟମାନଙ୍କର ହୃଦୟ ମଧ୍ୟରେ ସେ ବାସ କରନ୍ତି। ସେଥିପାଇଁ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ହୃଦୟ ଠାରୁ ବାହାରି ଆସୁଥିବା ଭଣ୍ଡାରରୁ ଆସୁଥିବା ପ୍ରତ୍ୟେକ ଆୟର ଦଶମାଂଶକୁ ସେ ପରମେଶ୍ୱର କଣ କରିଅଛନ୍ତି? ଅପେକ୍ଷା କରି ଅଛନ୍ତି। କେଉଁମାନେ କି ପ୍ରକାର ଭାବେ କି ପରିସ୍ଥିତିରେ କଣ କରୁଛନ୍ତି? ମୋର ସନ୍ତାନ ଆଉ ସନ୍ତତି ଅକାଳ ପରିଶ୍ରମ କରି ସେମାନେ କଣ କରୁଛନ୍ତି? ମୋର ସହିତ ସେମାନେ ଶାନ୍ତିରେ ବସବାସ କରୁଛନ୍ତି, ପ୍ରେମରେ ବସବାସ କରୁଛନ୍ତି। ଆଉ ମୁଁ ଯୋଉମାନଙ୍କର ପ୍ରତି ଦୟା କରୁଅଛି, ଆଜି ମୋର ସନ୍ତାନ ମାନେ ମଧ୍ୟ ସେ ଅନ୍ୟ ଲୋକମାନଙ୍କର ପ୍ରତି ଦୟା ପ୍ରକାଶ କରୁଅଛନ୍ତି। ସେଥିପାଇଁ ସେ ନିଜର ହାତରେ ତିଆରି କରିଥିବା ମନୁଷ୍ୟମାନଙ୍କ ହୃଦୟର ମନ୍ଦିରରେ ପରମେଶ୍ୱର ବାସ କରନ୍ତି। ଆଉ ମନୁଷ୍ୟମାନଙ୍କର ଶରୀର ଈଶ୍ୱରଙ୍କ ପବିତ୍ର ମନ୍ଦିର ଅଟେ। ସେଥିପାଇଁ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ପ୍ରଥମ କରନ୍ତେ 6:19 ପଦରେ ଲେଖାଯାଏ, 6:19 ପଦରେ ଲେଖାଯାଏ, ତୁମମାନଙ୍କ ଶରୀର ଯେ ଈଶ୍ୱରଙ୍କ ଠାରୁ ପ୍ରାପ୍ତ ତୁମମାନଙ୍କର ଅନ୍ତର୍ବାସୀ ପବିତ୍ର ଆତ୍ମାଙ୍କର ମନ୍ଦିର, ଏହା କଣ ଜାଣ ନାହିଁ? ଜୀବନ୍ତ ପରମେଶ୍ୱରଙ୍କର ଜୀବନ୍ତ ମନ୍ଦିର ହଉଛି ମନୁଷ୍ୟର ହୃଦୟ। ଆଉ ପରମେଶ୍ୱର ଚାହାନ୍ତି ଯେ ଆମେ ଏହି ଜୀବନ୍ତ ମନ୍ଦିର ଧାରୀ କ୍ଷୁଦ୍ରତମ ଭ୍ରାତୃବୃନ୍ଦ ମାନଙ୍କ ମଧ୍ୟରୁ ଜଣଙ୍କ ପ୍ରତି ସାହାଯ୍ୟର ହସ୍ତ ବଢାଉ। ତାହେଲେ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମେ ରିକ୍ତ ହସ୍ତରେ ପରମେଶ୍ୱରଙ୍କର ଉପାସନା କରିବା ପାଇଁ ଯାଉ। ରିକ୍ତ ହସ୍ତ, ଖୋଲା ହୃଦୟ, ଖୋଲା ହସ୍ତର ସହିତ ଆମେ କଣ କରିଥାଉ? ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଆପଣା ହସ୍ତକୁ ଆମେ ବଢାଇ ଥାଉ। ସେଥିପାଇଁ ଦ୍ୱିତୀୟ ବିବରଣୀ 16:16 ପଦରେ ଏ ପ୍ରକାର ଲେଖାଯାଏ, ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ମାତ୍ର ସେମାନେ ଖାଲି ହାତରେ ସଦାପ୍ରଭୁଙ୍କର ସମ୍ମୁଖରେ ଦେଖା ଦେବେ ନାହିଁ। ଦ୍ୱିତୀୟ ବିବରଣୀ 16:16 ପଦରେ ଲେଖାଯାଏ, କୌଣସି ବିଶ୍ୱାସୀ ହଉ, କୌଣସି ଏକ ଯୁବା ଯୁବତୀ ହଉ, କୌଣସି ଏକ ବୟସ୍କ ଲୋକ ହେଉ, ସେମାନେ ଶୂନ୍ୟ ହସ୍ତରେ ପ୍ରଭୁଙ୍କ ସୌଭାଗ୍ୟତାକୁ ଯିବା ଉଚିତ ନୁହେଁ। ସେଥିପାଇଁ ବାଇବେଲ ଏହା ଲେଖାଯାଏ, ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ସେମାନେ କୌଣସି ପ୍ରକାରେ ଖାଲି ହାତରେ ସେମାନେ ଦେଖାଯିବା ଉଚିତ ନୁହେଁ।
मन मध्य गोटे प्रश्न उठे आम मान पाखे ना आम कि प्रकार भाव नहीं कि जीव जदि अच्छी आम किसी खुचरा कर माने कौन करवा सपरिवार प्रभु उद्देश्य माने दान देवाई किसी चिल्लर पैसा नहीं कि जीवा बोलिक मन करती जार पाखे अच्छी से दिंतु जार पाखे ना से माने दिंतु ना मात्र मोर प्रिय प्रभुंर लोक मैंने प्रभु को जदि आयर दशमांश देवाई चाहती ताहले बाइबल स्पष्ट रूपे कहूँ से शून्य हस्त जीवा उचित नुहे किसी नहीं कर जदि आम जीवा तेरे द्वितीय सामुएल तार 24 पदर ए प्रकार लेखा जाए मोर प्रिय प्रभुंर लोक मान द्वितीय सामुएल तार 24 पद टे पढ़ार मत साहाय्य करंतु तहिरे राजा अरण्या को कहिले ना मात्र मु अवश्य मूल्य देई तुम्भठारु एसबु किणिबी आउ मु सदा प्रभु मो परमेश्वरଙ୍କ उद्देश्य बिना मूल्यर होमबଳି उत्सव କରିବି ନାହିଁ। ତହୁ ଦାଉଦ 50 ସେକଲ ରୂପାରେ ସେଇ ଶସ୍ୟମର୍ଦ୍ଧନ ସ୍ଥାନ ଓ ବୃଷ ସବୁ କିଣିଲେ। हालेलुया से दाऊद मध्य कौन करती गोटे विषय से प्रकाश करती अवश्य मो मूल्य देवी कौन कौन देवे प्रभु प्रभु निकट जो प्रतिज्ञा करते जो मान दशमांश देवा अबा बलिदान देवा होम बलि करने से निजे निर्णय नेले अवश्य मो शून्य हाथ में जीवी ना मात्र किसी मो सदा प्रभु को उद्देश्य ताहा मु उत्सर्ग करी स्पष्ट क्लीयर भाव से मान को शिक्षा दौरान से मोर प्रिय प्रभुंर लोक मैंने यात्रा पुस्तक जदि देखा 34 तार 20 पदर लेखा जाऊ आउ केही रिक्त हस्तरे आम सम्मुख उपस्थित हेबे ना खाली हाथ बाइबल यह संपूर्ण रूपे मना करुछि बाइबल यह आज्ञा दूछि शून्य हस्तरे केही परमेश्वर को सम्मुख देखा जिबे नाही से दाऊद कहले मु अवश्य किसी मो सदा प्रभु को उद्देश्य किसी मूल्य दे मु किणीबी आ सदा प्रभु उद्देश्य मु नहीं जीवी से मोर प्रिय प्रभुंर लोक मैंने होम बलि उत्सर्ग करने बिना मूल्य आने सदा प्रभुंर उद्देश्य आम जो जाऊँ सदा प्रभु उपासना करने जाऊँ सदा प्रभुंर संगति मध्य जाऊँ तेरे खाली हाथ में जीवा ना यात्रा पुस्तक जो मैंने देखू 34 तार 20 पदर लेखा जाए सदा प्रभुंर वाक्य स्पष्ट रूपे मना करुछि आज्ञा दूसरी जे खाली हाथ में जीवा उचित नुहे से दाऊदंकर सदृश्य आम कौन करवा प्रभुंकर उद्देश्य जो मैंने जाऊँ प्रभुंकर सानिध्य मध्य जाऊँ ताने किसी हाथ में नहीं आम प्रभु उद्देश्य आम उपासनालय को आम जीवा तेरे मोर प्रिय प्रभुंकर लोक मैंने जदि आज आम मंडलिक सहभागिता को दान न दू प्रभुंकर सेवा कार्य को जदि आम हस्त न बढ़ाऊ प्रभुंकर राज्य वृद्धि पाइब नाही मिनिस्ट्री आग को बढ़ ना मोर प्रिय प्रभुंकर दास एवं दासी प्रिय प्रभुंकर लोक मैंने आम कौन करवा जिते मैंने सहभागिता को आम जाऊँ तेरे आम हस्त को आम कौन बढ़ाइबा आहाଯ୍य करवा करवा जहा द्वारा कि ईश्वर राज्य वृद्धि हेब प्रभुंकर इच्छा प्रत्येक दिन कौन हेब सफल हेब प्रभुंकर इच्छा प्रत्येक दिन हजात्मा मान को जय करने से दान आ दशमांश जेपरी व्यवहारित हेब से सदा सर्वदा कौन करवा प्रभुंकर सहभागिता जाऊँ ताले हस्त बढ़ाई आम पछघुंचा देवा ना तेरे मोर प्रिय प्रभुंकर लोक मैंने जदि आम गोटे विषय निजे निज जो मैंने प्रश्न पचारा परमेश्वर राज्य कार्य सुसमाचार प्रचार कार्य किपरि हेब
आज अनेक मिशन अच्छा साहाय्य करुछंती किछि अर्थ साहाय्य दउछंती परमेश्वर आमानकर आयर दशमांश को से चाहते परमेश्वर आमानकर किछि विषय को से चाहे रहिछंती जहा द्वारा कि आमानकर साहाय्यर हाथ जदि बढ़ाइबा सेही साहाय्यर हाथ अनेक हजात्मा मानको उद्धार करिबा पई से अर्थ कामरे आसी थाए तेबे मोर प्रिय प्रभुंकर लोक माने सुसमाचार कार्यर वृद्धि पाई आमने हाथ बढ़ाइबा अनेक अनाथ पुओ झियो मानकर साहाय्य पाई हाथ बढ़ाइबा अनेक विधवा लोक मानको साहाय्य करिबा पाई हाथ बढ़ाइबा अनेक निर्धन गरीब लोक मानको साहाय्य करिबा पाई आमने हाथ बढ़ाइबा आउ आमानकर प्रिय परमेश्वर जे कि आमानको प्रेम करंती आमानकर प्रति जेपरि दया करिसंती आज आमे माने मते से प्रकार अन्य मानकर प्रति साहाय्यर हाथ बढ़ाई आमाने दयार कार्य को आमाने संपन्न करिबा एहा नितांत परमेश्वरकर वाक्य द्वारा आमाने आशीर्वादर कारण हे पारो तेबे मोर प्रिय प्रभुकर लोक माने 4 नंबर विषय प्रथम रे माने निजको देबा द्वितीय रे समय देबा आ तृतीय रे आयर दशमांश देबा चतुर्थ रे जहा सब सदा प्रभु देवे तोहेरे दशमांश माने कोन करिबा प्रभु को उद्देश्य रे माने समर्पित करिबा तेबे मोर प्रिय प्रभुकर लोक माने जहा सब सदा प्रभु देवे तोहिरो अंश प्रभु को देवे आपण माने कोन कोन पाइछंती जदि माने निज निज को जदि माने प्रश्न करिबा जहा सब सदा प्रभु देवे तोहिरो दशमांश मो प्रभु को देवी तेबे बाइबल रो गोटे विषय अंश को जेतेबेले माने अध्ययन करिबा से अध्ययन करिबा समय रे आमानकर मन कि प्रफुल्लित हेबो आनंदित हेबो आउ से अंश द्वारा आमान गोटे आत्मिक प्रेरणा माने पाइछाउ उत्साह हेइथाउ आउ जाकोब बोली करे जने व्यक्ति अछंती प्रभुଙ୍କ निकट से प्रतिज्ञा करि कहउछंती जे प्रभु जहा मते देबो तोहेर दशमांश म तुमको देबी आदि पुस्तक 28 तार 22 पदरे लेखा जाए मोर सहित पढ़ी दिंतु पढ़िबार कई जने साहाय्य करंतु आदि पुस्तक 28 तार 22 पदरे लेखा जाए पुणी हालेलुया पुणी मु एही जेउ प्रस्तर स्तंभ रूपे स्थापन करिअछि ताहा परमेश्वरଙ୍କ गृह हेबो ଆଉ ତୁମ୍ଭେ ମତେ ଯାହା ସବୁ ଦେବ ତହିଁର ଦଶମାଂଶ ମୁଁ ତୁମ୍ଭଙ୍କୁ ଅବଶ୍ୟ ଦେବି हालेलुया ହାଲେଲୁୟା ସେଥିପାଇଁ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ ବାଇବେଲରେ ଗୋଟେ ବିଷୟ ଲେଖା ଯାଏ ପୁଣି ମୁଁ ଏହି ଯୋଉ ପ୍ରସ୍ତରର ସ୍ତମ୍ଭ ରୂପେ ସ୍ଥାପନ କରୁଛି ତା ପରମେଶ୍ୱରଙ୍କର ଗୃହ ହେବ ସେଟା ଗୋଟେ ପରମେଶ୍ୱରଙ୍କର ଗୃହ ହେବ ଆଉ ସେଇ ଗୃହ ମଧ୍ୟରେ ଉପାସନା ହେବ ସେ ଗୃହ ମଧ୍ୟରେ ରହିଥିବା ପ୍ରତ୍ୟେକ ଦାସ ଦାସୀ ସନ୍ତାନ ସନ୍ତତି ମାନେ କଣ ହେବେ ପ୍ରଭୁଙ୍କର ଉପାସନା କରିବେ ଆଉ ଏଇ ସମସ୍ତ ପରିବାର ସହିତ ପରମେଶ୍ୱରଙ୍କର ଉପାସନା କରିବା ଏକ ସ୍ଥାନ ହେବ ସେଥିପାଇଁ ଦାଉଦ ଯାକବ ଗୋଟେ ବିଷୟ କହନ୍ତି ଆଉ ତୁମ୍ଭେ ମତେ ଯାହା ସବୁ ଦେବ ତହିଁର ଦଶମାଂଶ ମୁଁ ତୁମକୁ ଅବଶ୍ୟ ଦେବି ଆଜି ଯଦି ଆମେ ପରମେଶ୍ୱର ଠାରୁ ଆଶା କରୁ ପ୍ରଭୁଙ୍କ ଠାରୁ ଯଦି ଆମେ ଭରସା କରୁ ତେବେ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ ପ୍ରଭୁ ଆମମାନଙ୍କୁ ବହୁ ଗୁଣରେ ସେ କଣ କରିଅଛନ୍ତି ଦେଇ ଅଛନ୍ତି ପ୍ରଥମ ବିଷୟ ପ୍ରଭୁଙ୍କ ଅନୁଗ୍ରହ ଦାନ ଦ୍ୱାରା ଆପଣ ମାନଙ୍କୁ ମତେ ପୁଣି ଜଗତରେ ରହିଥିବା ପ୍ରତ୍ୟେକ ଧର୍ମାବଲମ୍ବୀ ସମସ୍ତଙ୍କ ପ୍ରଭୁ କଣ କରିଅଛନ୍ତି ଯଥେଷ୍ଟ ପରିମାଣରେ ପ୍ରଭୁ ଦେଇଛନ୍ତି ପ୍ରଭୁ ଆମମାନଙ୍କର ଜୀବନକୁ ସେ ବିନଷ୍ଟ କରିନାହାନ୍ତି ପ୍ରଭୁ ଆମମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଦେଇଛନ୍ତି ଜଗତ ପ୍ରତି ପ୍ରଭୁଙ୍କର ଦୟା ପ୍ରକାଶିତ ହେଇଅଛି ତେବେ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ ସେଥିପାଇଁ ପ୍ରଭୁ ଆମମାନଙ୍କୁ ଦେଇଥିବା
दान अनुसार आमको कौन करवाई हेब प्रभु को आमने अवश्य तहिर दशमांश देवा आवश्यक। प्रभु आम को सबुठार बड़ विषय है आम उत्तम स्वास्थ्य दे अच्छे आम परिवार को उत्तम स्वास्थ्य दे अच्छे आम प्रतिवासी को उत्तम स्वास्थ्य दे अच्छे आम मांडलिक सेवा कार्य को मध्य प्रभु वृद्धि कर सबुठार आमने ध्यान देवा आवश्यक प्रभु जहाँ किसी भी दे अच्छे तहिर अवश्य दशमांश आम प्रभु को देवाई हेब आम घरे रखि प्रत्येक वासन कुसन धरी गाड़ी घोड़ा तार परे आम बहु गृहर माने साजसजा विषय प्रभु आम प्रचुर भाव दे अच्छे तेरे समस्त विषय दशमांश आम प्रभु को देवा आम जमी क्षेत्र जो माने उपजाऊ शस्य माने प्रभु को दशमांश देवा ताहले मोर प्रिय प्रभुंकर लोक माने आमाने कौन ही परिबा आमाने निश्चित परमेश्वर सम्मुख रे एक पवित्र एक धार्मिक व्यक्ति रूपे परिचित हेबा आ प्रभु आम सेवा कार्य मध्य से कौन करेंगे वृद्धि करेंगे से आम मैंने कौन करवा उचित जे मोर प्रिय प्रभुंकर लोक मैंने आम प्रभु को देवा कौन देवा आम चारिटा विषय देवाई प्रभु आम को से कौन कर आज्ञा कर प्रत्येक मनुष्य जाति मान से कौन अपेक्षा कर मोर संतान संतति माने मते ये चारिटा विषय दी कौन करंतु मोर निकट को आसतु आउ से माने आशीर्वाद पातु से आम को प्रथम कौन करवा निजे निज को आम देवा जौन 3:16 पदरे प्रभु परमेश्वर जगत को प्रेम कले आपण द्वितीय पुत्र को जगतर पाप निमंते से कौन कले दान कले तेरे मोर प्रिय प्रभुकर लोक मैंने आम प्रभु को कौन दे आम संतुष्ट कर आमने जदि चारिटा विषय आम देना ताले मोर प्रिय प्रभुकर लोक मैंने समय अच्छी आमने फेरिबा आमने जो समय आमने जीवन यापन करुछु जो समय आमने बंचुछु ताहले मोर प्रिय प्रभुकर लोक मैंने प्रभुंकर आगमन सुनिश्चित अटे आज आमने लक्ष्य करू आज देश विदेश मध्य अनेक प्रकार समस्या घटुअछि देश देश मध्य युद्ध होछि आज निजर स्टेट अबा निजर इंडिया भारत भितर मोर प्रिय प्रभुंकर लोक माने धर्म धर्म विरुद्ध रे उठी अछि भाई भाई विरुद्ध रे उठी अछि भाई बापा पो भितर विरोध हेबारे आरंभ हेउछि तेबे मोर प्रिय प्रभुंकर लोक माने आपण माने सतर्क हंतु आउ चारिटी विषय दे प्रभुंकर निकट प्रभुंकर सहित समय बितातु निश्चित रूपे प्रभु आपण मान मत आशीर्वाद करेंगे पुणी आम जो भारत अच्छु आज से भारत प्रत्येक मानव जाति को प्रभु आम प्रार्थना द्वारा से कौन करेंगे आशीर्वाद करेंगे आ समस्त को श्रृंखलित भाव रखिए प्रभुंकर राज्यर बुद्धि पाए प्रभुंकर इच्छा सफल पाए प्रभु जो भार आम देते प्रत्येक दिन आम हजात्मा मान को लाभ करने आम को चारिटी दान चारिटी आज्ञा को आम मानि चलवा नितांत परमेश्वर ए दान दशमांश पुणी उत्सर्गीकृत जीवन उपर प्रभु कौन करेंगे आकाशर द्वार को उन्मुक्त करे से आम को आशीर्वाद करेंगे आ प्रभु ये छोट वाक्य दे आम समस्त को आशीर्वाद करंतु आमेन आमेन। प्रभु आपण समस्त को आशीर्वाद करंतु। बहुत बहुत धन्यवाद सर अति सुंदर भाव रे आज आम मध्य ईश्वर वाक्य रखिले पुणी ईश्वर आम कौन चाहती ताहा अति प्रांजल भाव रे आपण बुझाई जाई अछंती से आपन बहुत बहुत धन्यवाद दिए।